ଏବେ ମଧୁବାବୁ ପେନସନ୍ ଭତ୍ତାକୁ ନେଇ ଆସିଲା ଗୋଟିଏ ବହୁତ ବଡ଼ ଅପଡେଟ୍। ଆଉ କ'ଣ ଅପଡେଟ୍ ଆସିଛି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଜାଣିମା। ଆଉ ଜାଣିମା ପାଇଁ ଭିଡ଼ିଓଟି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ। ଏବେ ଇଲେକ୍ସନ୍ ପୂର୍ବରୁ ବିଜେପି ସରକାର ବହୁତ ବଡ଼ ଘୋଷଣା କରିଥିଲା, ଯଦି ବିଜେପି ସରକାର ଓଡ଼ିଶାରେ ଆସେ ତାହେଲେ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ 3,500 ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ତା ସହିତ 80%ରୁ ଯେଉଁମାନେ ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଅକ୍ଷମ ଏମାନଙ୍କ ପାଇଁ ମଧ୍ୟ 3,500 ଟଙ୍କା ଲାଗୁ କରିବେ ବୋଲି ବିଜେପି ସରକାର ବହୁତ ବଡ଼ ଘୋଷଣା କରିଥିଲା। ଏବେ ତ ବିଜେପି ସରକାର ଓଡ଼ିଶାରେ ଗଠନ କରିସାରିଛି। ଏବେ ମଧୁବାବୁ ପେନସନ୍ ଭତ୍ତା 3,500 ଟଙ୍କା ଲାଗୁ କରିଛନ୍ତି। କେଉଁମାନଙ୍କ ପାଇଁ? 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ 3,500 ଟଙ୍କା ଲାଗୁ କରିଛନ୍ତି ଆମ ରାଜ୍ୟ ସରକାର, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। କିନ୍ତୁ ବହୁତ ବଡ଼ କଥା ହେଲା, 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ 3,500 ଟଙ୍କା ଲାଗୁ କରିଛନ୍ତି। 80% ଯେଉଁମାନେ ଭିନ୍ନକ୍ଷମ ସେମାନଙ୍କ ପାଇଁ ମଧ୍ୟ ଲାଗୁ କରିଛନ୍ତି 3,500 ଟଙ୍କା। ଏବେ ଯେଉଁ 60 ବର୍ଷ କିମ୍ବା 70 ବର୍ଷ ଏମାନଙ୍କ ପାଇଁ ସରକାର କୌଣସି ଘୋଷଣା କରିନାହାନ୍ତି 3,500 ଟଙ୍କା କି 3,000 ଟଙ୍କା ପାଇବେ। କିନ୍ତୁ ଏଇ ଯେଉଁ 60 ବର୍ଷ କିମ୍ବା 70 ବର୍ଷ ଏମାନଙ୍କ ପାଇଁ ଯଦି ସରକାର ଘୋଷଣା କରନ୍ତେ 3,000 କି 3,500 ଟଙ୍କା, ସେମାନେ ମଧ୍ୟ କିଛି ଉପକୃତ ହୁଅନ୍ତେ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଶ୍ଚିନ୍ତ ଏମାନଙ୍କ ପାଇଁ ଘୋଷଣା କରିପାରନ୍ତି, 3,000 କି 3,500 ଟଙ୍କା ମଧ୍ୟ ଘୋଷଣା କରିପାରନ୍ତି। ଇଲେକ୍ସନ୍ ପୂର୍ବରୁ ଯାହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଚାଷୀମାନଙ୍କ ପାଇଁ ହେଉ, ଏବେ ଧାନର ବୃଦ୍ଧି ତ 3100 ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର। ସୁଭଦ୍ରା ଯୋଜନା କହିଥିଲେ ଦେବେ ବୋଲି, ଏବେ ତ ସୁଭଦ୍ରା ଯୋଜନା ମଧ୍ୟ ଲାଗୁ କଲେ ରାଜ୍ୟ ସରକାର। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଇଲେକ୍ସନ୍ ପୂର୍ବରୁ ଯାହା କହିଥିଲେ ଧୀରେ ଧୀରେ ସବୁ ଯୋଜନା ଧୀରେ ଧୀରେ ଲାଗୁ କରୁଛନ୍ତି। କିନ୍ତୁ ବହୁତ ବଡ଼ କଥା ହେଲା, ଏଇ ଯେଉଁ ମଧୁବାବୁ ପେନସନ୍ ଭତ୍ତା କିନ୍ତୁ ଏଇ 60 ବର୍ଷ କିମ୍ବା 70 ବର୍ଷ ବାଲାଙ୍କ ପାଇଁ ଯଦି ଲାଗୁ କରନ୍ତେ ସରକାର 3,000 କି 3,500 ଟଙ୍କା, ସେମାନେ କିଛି ଉପକୃତ ହୁଅନ୍ତେ, ବହୁତ ଭଲ ହୁଅନ୍ତା। କିନ୍ତୁ ଆମ ରାଜ୍ୟ ସରକାର ନିଶ୍ଚିନ୍ତ ଏହା ପଦକ୍ଷେପ ନେବେ ଆଉ ସେମାନଙ୍କ ପାଇଁ ମଧ୍ୟ ସମୟରେ ଘୋଷଣା କରିପାରନ୍ତେ 3,000 କି 3,500 ଟଙ୍କା। ଯେଉଁ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଯେଉଁ ଘୋଷଣା କରିଥିଲେ 3,500 ଟଙ୍କା ଲାଗୁ କରିବା ପାଇଁ, ତାହା ମଧ୍ୟ ଲାଗୁ କରିଛନ୍ତି ଆମ ରାଜ୍ୟ ସରକାର। ଆଉ 80%ରୁ ଯେଉଁମାନେ ଭିନ୍ନକ୍ଷମ ସେମାନଙ୍କ ପାଇଁ ମଧ୍ୟ ଲାଗୁ କରିଛନ୍ତି 3,500 ଟଙ୍କା। କିନ୍ତୁ ଏଇ ଯେଉଁ ରହିଲେ ବାକି 60 ବର୍ଷ କିମ୍ବା 70 ବର୍ଷ ଏମାନଙ୍କ ପାଇଁ ଯଦି ସରକାର ଯଦି ଘୋଷଣା କରିବେ, ସେମାନେ ମଧ୍ୟ କିଛି ଉପକୃତ ହେବେ। କିନ୍ତୁ ରାଜ୍ୟ ସରକାର ନିଶ୍ଚିନ୍ତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସବୁ ଯୋଜନା ଧୀରେ ଧୀରେ ଲାଗୁ କରିବେ। ଚାଷୀମାନଙ୍କ ପାଇଁ ଲାଗୁ କଲେ 3,3100 ଟଙ୍କା ବୃଦ୍ଧି କଲେ କୁଇଣ୍ଟାଲ ପିଛା। ସୁଭଦ୍ରା ଯୋଜନା ମଧ୍ୟ କହିଥିଲେ ଦେବେ ବୋଲି, ତାହା ମଧ୍ୟ ସୁଭଦ୍ରା ଯୋଜନା ଲାଗୁ କଲେ। ଆଉ କୋଟି କୋଟି ମହିଳାମାନଙ୍କୁ ମଧ୍ୟ 5,000 ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ କ୍ରେଡ଼ିଟ୍ କଲେ। କିନ୍ତୁ ସମସ୍ତଙ୍କୁ ମାନେ ରାଜ୍ୟ ସରକାର ଯାହା କହିଛନ୍ତି ଇଲେକ୍ସନ୍ ପୂର୍ବରୁ ତାହା ମଧ୍ୟ ଲାଗୁ କରୁଛନ୍ତି। ଆଉ ଯେକୌଣସି ଯୋଜନା ସବୁ ସରକାର କହିଛନ୍ତି ସେକୁ ଧୀରେ ଧୀରେ ସବୁ ଲାଗୁ କରିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଇଲେକ୍ସନ୍ ପୂର୍ବରୁ ଯାହା ବି ଘୋଷଣା କରିଛନ୍ତି ତାହା ମଧ୍ୟ ଧୀରେ ଧୀରେ ସବୁ ଯୋଜନା ଲାଗୁ କରୁଛନ୍ତି। କିନ୍ତୁ ଏଇ ମଧୁବାବୁ ପେନସନ୍ ଭତ୍ତା ସରକାର ଯଦି ଖୁବ୍ ଶୀଘ୍ର ଲାଗୁ କରନ୍ତେ, ଏ 60 ବର୍ଷ କିମ୍ବା 70 ବର୍ଷ ପାଇଁ ସେମାନେ ମଧ୍ୟ କିଛି ଉପକୃତ ହୁଅନ୍ତେ। ଆଉ ରାଜ୍ୟ ସରକାର ସେୟାକୁ ଚିନ୍ତା କରିବେ ସେମାନଙ୍କ ପାଇଁ ମଧ୍ୟ ଲାଗୁ କରିବା ପାଇଁ 3,000 କି 3,500 ଟଙ୍କା। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।